ଆମର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଗୁଣ୍ଡିଚା ଯାତ୍ରା ବିଷୟରେ ଆଜି ଆଲୋଚନା ହେଲା। ଆମ ବାଙ୍କି ଉପଖଣ୍ଡରେ ଯେତିକି ରଥ ଯାତ୍ରା ପାଳନ ହୁଏ ତାହା କେମିତି ସୁରୁଖୁରୁ ଭାବରେ ପାଳନ ହବ, ପ୍ରଶାସନ ତରଫରୁ କଣ ସହାୟତା ସହଯୋଗ କରାହବ, ପୁଲିସ ପକ୍ଷରୁ ଅଗ୍ନି ବିଭାଗ, ପାନୀୟ ଜଳ ଲୋକମାନେ ଯାହା ସମସ୍ୟା କହିଲେ ତାଙ୍କ ସଭାପତି ମାନେ ତାକୁ ଆମେ ନୋଟ୍ ଡାଉନ୍ କରିଛୁ। ସେଇ ଅନୁସାରେ ଆମେ ଡିରେକ୍ସନ ଦବୁ ବିଭିନ୍ନ ଡିପାର୍ଟମେଣ୍ଟ ତରଫରୁ, ଯେମିତି କି ରଥଯାତ୍ରା ସୁରୁଖୁରୁରେ ଆମର ଏ ବର୍ଷ ମଧ୍ୟ ପାଳନ କରାହବ। କଣ ନିୟମ ପାଳନ କରାଯିବ, ବ୍ୟବସ୍ଥା କରାଯାଇଛି? ବିଭିନ୍ନ ପ୍ରକାର ନିୟମ କରାଯାଇଛି, ଯେମିତି ଶାନ୍ତି ଶୃଙ୍ଖଳାରେ ଆମର ରଥଯାତ୍ରାଟା ପାଳନ ହବ। ନାଇଁ, ଆମେ ପଦକ୍ଷେପ ନଉଛୁ କିଛି ଅସୁବିଧାର ସମ୍ମୁଖୀନ ନ ହଉ। RWSS ଆମର ଉପଖଣ୍ଡରେ ଯାହା ଅଛନ୍ତି ତାଙ୍କୁ ଇନଷ୍ଟ୍ରକ୍ସନ ମଧ୍ୟ ଦିଆଯାଇଛି। ପାଣି ଟ୍ୟାଙ୍କର ବ୍ୟବସ୍ଥା 7 ଦିନ ଯାକ ଯୋଗାଇ ଦିଆହବ। ତା ପ୍ରତି ମଧ୍ୟ ଆମେ ସବ୍ ଡିଭିଜନାଲ ମେଡିକାଲ ଅଫିସରକୁ ଅବଗତ କରାଇଛୁ। ସିଏ ସଠିକ ପଦକ୍ଷେପ ନେବେ ଯେମିତି କିଛି ଅସୁବିଧା ନ ହୁଏ। ରଥଯାତ୍ରା ବାଙ୍କିବାସୀଙ୍କୁ କଣ ବାର୍ତ୍ତା ରହିବ? ବାଙ୍କିବାସୀଙ୍କୁ ବାର୍ତ୍ତା ରହିବ, ସେମାନେ ବି ମଧ୍ୟ ସହଯୋଗ କରିବେ, ଖୁସି ଓ ଉଲ୍ଲାସରେ ଏଇ ଯାତ୍ରାଟିକୁ ପାଳନ କରିବେ। ରଥଯାତ୍ରା ବୈଠକ ଆଜ୍ଞା ପ୍ରଶାସନିକ କ୍ଷେତ୍ରରେ ପ୍ରତ୍ୟେକ ବର୍ଷ ବସୁଛି। ରଥଯାତ୍ରା ଆସିଲେ ପ୍ରଶାସନର ମନେ ପଡେ ଗୋଟେ ବୈଠକ କରିବା ପାଇଁ। ଆମେ ବି ପ୍ରତ୍ୟେକ ବର୍ଷ ଆସୁଛୁ, ବୈଠକରେ ଅଂଶଗ୍ରହଣ କରୁଛୁ। ଯାହା ଏଠି ଆମର ଯାହା ମନ୍ଦିରର ସମସ୍ୟା ରହୁଛି ଆଲୋଚନା କରୁଛୁ, ସେ କେବଳ ଆଲୋଚନାରେ ସୀମିତ ହେଇକି ରହୁଛି। ସେ ତେଣୁକରି ମୁଁ ଆଜି ବୈଠକରେ ଆଲୋଚନାରେ ପ୍ରସଙ୍ଗ କରିଥିଲି ଯେ ଜଗନ୍ନାଥଙ୍କ ଦୟାରେ ପ୍ରଶାସନ ନା ପ୍ରଶାସନ ଦୟାରେ ଜଗନ୍ନାଥ। ତେଣୁକରି ଜଗନ୍ନାଥଙ୍କୁ ଆଜି ଯୋଉ ଅବହେଳିତ କରାଯାଉଛି ଆଜ୍ଞା, ସୁବର୍ଣ୍ଣ କେଶରୀ ଯୋଉ ସରଣ୍ଡାଗଡ଼ରେ ଯୋଉ ଆଧିପତ୍ୟ ରାଜା ଥିଲେ, ରାଜା ରାଜୁଡା ଅମଳର ମନ୍ଦିର ଯାହା ପୂର୍ବରୁ ଚାଲିଥିଲା ସେବାୟତ ମାନଙ୍କ ଦ୍ୱାରା ଯାହା ଠିକ ଚାଲିଥିଲା, କିନ୍ତୁ ଯୋଉ 1617 ମସିହା ଠାରୁ ଦେବୋତ୍ତର ବିଭାଗ ହସ୍ତାନ୍ତର ନେଇଗଲେ ସେବେ ଠାରୁ ମନ୍ଦିର ଅବହେଳିତ ପଡିଛି। ତାଙ୍କର ଯୋଉ ଏଣ୍ଡାମେଣ୍ଟ ସ୍ତରରେ ଯୋଉ ତାଙ୍କର କମିଟି ଗଠନ କରାଯାଇଛି, ସେ କମିଟିରେ ଯୋଉ ପ୍ରଶାସନିକ ଅଧିକାରୀ ହୁଅନ୍ତି କିମ୍ବା ଯୋଉ କମିଟିରେ ଯୋଉ ମେମ୍ବର ମାନେ ଯୋଉ ଅଛନ୍ତି, ସେମାନଙ୍କ ଭିତରୁ ଜଣେ ଦି ଜଣଙ୍କୁ ଛାଡିଦେଲେ ଆଜ୍ଞା, ଗାଁ ସଭାପତି କିମ୍ବା ଆଉ ଅନ୍ୟ କାହାକୁ ଜଣକୁ ଛାଡିଦେଲେ ଆଉ କୌଣସି ଟ୍ରଷ୍ଟି ମେମ୍ବର ଦିନକ ପାଇଁ ମନ୍ଦିରର ମୁଖ୍ୟଶାଳା ଦ୍ୱାରମୁହଁ ମାଡନ୍ତି ନାହିଁ। ତ ତେଣୁକରି ଏଥିରେ ମନ୍ଦିରର ଉନ୍ନତିକରଣ କେମିତି ହେବ? ବାକି ରହିଲା ରଥଯାତ୍ରା। ବର୍ଷକୁ ଥରେ ଯୋଉ ରଥଯାତ୍ରା ଅଛି, ସେ କଣ ରଥଯାତ୍ରାରେ ମନ୍ଦିରଟି ଚାଲିଛି କି? 365 ଦିନ ସେଠି ଚାଲିଛି। ପୁରୀ ମନ୍ଦିରରେ ଅବିକଳ ନକଲେ ପ୍ରଥମେ ତୁଳସୀ କ୍ଷେତ୍ର ଶ୍ରୀକ୍ଷେତ୍ର, ଦ୍ୱିତୀୟରେ ଆପଣଙ୍କର ବଳଦେବଜୀଉ ଏବଂ ଦ୍ୱିତୀୟରେ ରହିଛି ଆମର ତୃତୀୟରେ ସୁବର୍ଣ୍ଣପୁର। ତେଣୁ ପ୍ରଶାସନ ନିକଟରେ ଆମର ଏତିକି ଅନୁରୋଧ, ଦେବୋତ୍ତର ବିଭାଗ ପାଖରେ ଏତିକି ଅନୁରୋଧ, ଆପଣଙ୍କ ଗଣମାଧ୍ୟମ ଜରିଆରେ ଆମେ ଜଣାଇବାକୁ ଚାହୁଁଛୁ ଯେ ଆପଣଙ୍କର ଆସିଷ୍ଟାଣ୍ଟ କମିଶନର ହଉ କିମ୍ବା କମିଶନରଙ୍କର ଦୃଷ୍ଟି ଆକର୍ଷଣ କରାଯାଉ ଏବଂ ମନ୍ଦିରକୁ ଆସନ୍ତୁ। ମନ୍ଦିର କେମିତି ସୁପରିଚାଳିତ ଭାବରେ ଚାଲିପାରିବ ଏବଂ ଜଗନ୍ନାଥ କେମିତି ତାଙ୍କ ସେବାୟତ ମାନଙ୍କର ଠିକ ରୂପେ ସେବା ପାଇପାରିବେ ତାର ବିଧିବଦ୍ଧ ବ୍ୟବସ୍ଥା କରନ୍ତୁ। ଆମର ମନ୍ଦିର ବିଗତ ଦ୍ୱାଦଶ ଶତାବ୍ଦୀରେ ଅବସ୍ଥିତ ରାଜା ସୁବର୍ଣ୍ଣ କେଶରୀଙ୍କ ସମୟରେ, କିନ୍ତୁ ମୁଁ ଯାହା ଶୁଣିବାକୁ ପାଇଛି 2016ରୁ ସେ ଏଣ୍ଡାମେଣ୍ଟ ଟେକ୍ ଓଭର କରିଛି ମନ୍ଦିର, କିନ୍ତୁ କୌଣସି ପ୍ରକାର ସୁବିଧା କରୁନାହିଁ। ଯେତେ ପ୍ରକାର ଅସୁବିଧା ବର୍ତ୍ତମାନ ମନ୍ଦିରରେ ହେଉଛି, ଯୋଉମାନେ ନିଯୋଗ ଅଛନ୍ତି ସେମାନେ ଆସିକି ଠିକରେ ସେବା କରୁନାହାନ୍ତି। ଆମର ତହସିଲଦାର ଅଛନ୍ତି, ଲୋକାଲ ବାଙ୍କି ତହସିଲଦାର ଟ୍ରଷ୍ଟର ମନ୍ଦିର ଟ୍ରଷ୍ଟରେ ଅଛନ୍ତି ସଭାପତି, ସେ ମଧ୍ୟ କୋଉଦିନ ଯାଉନାହାନ୍ତି ବୁଲିବା ପାଇଁ, ବୁଝିବା ପାଇଁ କଣ ଅସୁବିଧା ହଉଛି, କଣ ସୁବିଧା ହଉଛି। ମଧ୍ୟ ଠାକୁର ଅବହେଳିତ ହେଇଗଲେଣି। ମାଉସୀ ମନ୍ଦିର ଜଳାଜୀର୍ଣ୍ଣ ଅବସ୍ଥାରେ ପଡିକି ରହିଛି। ଆଜ୍ଞା, ସେ ବିଷୟରେ କଣ କହିଲେ? ସେ ବିଷୟରେ କେହି କୌଣସି ବ୍ଲକ ଯାଉଛି କିଛି କେହି ଅଭିଯୋଗ କରିଥିଲେ? ହଁ, ଅନେକ ବାର ଅଭିଯୋଗ। ଆମ ନିଜ ଚେଷ୍ଟାରେ ଭକ୍ତମାନଙ୍କୁ ଅନୁଦାନ ନେଇ ଆମେ ଲାଇଟ୍ ଆଲୋକୀକରଣ କରୁ ଏଇ ଗୁଣ୍ଡିଚା ସମୟରେ। ପାଣି ବ୍ୟବସ୍ଥା ମଧ୍ୟ କିଛି ନାହିଁ। ଏଭଳିଆ ସବୁ ପ୍ରକାର କୋଉଟା ଆଉ ଇଏ ନାହିଁ, ଭଲ ନାହିଁ। ପ୍ରଶାସନ ଯୋଉ ରଥଯାତ୍ରା ପୂର୍ବରୁ କିଛି ସମସ୍ୟା ସମାଧାନ ହେଇପାରିବ ଆଶା ରଖୁଛନ୍ତି? ଏଇଟା ପ୍ରଶାସନ ଡାକିଛନ୍ତି, ତାକୁ ସମ୍ମାନ ଜଣାଇ ଆମେ ଆସିକି ଆଟେଣ୍ଡ କଲୁ, କିନ୍ତୁ ହଁ କରାହେଇଛି। ତେଣୁ କେତେବି କଣ ହଉଛି ପ୍ରଶାସନ କଣ କହିବା, ତାକୁ ତ ଆମେ ଅଭିଯୋଗ କରୁ, ସେ କଣ ଆକ୍ସନ ନେବେ କଣ ତାକୁ